କି ସାପ ଦେଖିବା? ନମସ୍କାର, ଜୟ ଜଗନ୍ନାଥ। ଆଉ ଗୋଟେ ନୂଆ ବ୍ଲଗ୍କୁ ସ୍ୱାଗତ କରୁଛି। ମୁଁ ସୁବାସ। କହିଥିଲି କ'ଣ 8ଟା ବେଳେ ଭିଡ଼ିଓ ପୋଷ୍ଟ ହେବ, ନୂଆ ଭିଡ଼ିଓ। ଆଉ ସକାଳୁ ସକାଳୁ ଉଠିଲା ବେଳକୁ ଦେଖିଲା ବେଳକୁ ସାପ ମରା ହେଉଛି। ଏବେ ତ ସିଜିନ୍ ଆସିଲାଣି, ସାପ ସିଜିନ୍। ସେଥିପାଇଁ ମୁଁ ଆଜି ସକାଳୁ ଉଠିଲା ବେଳକୁ ଇଏ ଦୁଇ ଭାଇ ତାର ମାରୁଛନ୍ତି। ଇଏ ମାରିଛି କିଏ? ଆମ ସାନ ଭାଇ ଇଏ ଦେଖିଲା ଭାଇ, ଆଉ ବମ୍ବୁ ମାରିଲା। ସେ ତା ନାଁ ହେଉଛି ଗଙ୍ଗାଧର। ଏବେ ବ୍ରସ୍ କରିବା। ବ୍ରସ୍ ତ ଭାଇ କରିସାରିଲେଣି, ଖାଲି ବାକି ଅଛି ମୁଁ ବ୍ରସ୍ କରିବି। ବ୍ରସ୍ କରିକି ତାପରେ ଗାଧୋଇବି। ଆଉ ଗାଧୋଇବା ଆଗରୁ ବକ୍ସ ଆଣିଥିଲି ବାହାରୁ, ମୁମ୍ବାଇରୁ। ସେ ବକ୍ସ ବଜେଇବି, ଏଇଠି ବଜେଇବି। ଆଉ ଗାଧୋଇବି ଏଇଠି, ଗାଧୋଇବି ଆଉ ବକ୍ସ ବଜେଇବି। ବକ୍ସ ବାଜୁଥିବ ଆଉ ଗାଧୋଇବା, ଭଲ ଲାଗିବ। ଟିକେ ଟାଇମ୍ ପାସ୍ ହେଇଯିବ। ଆଉ ସାନି ବେଲା ବାସନ ଧୋଇବ। ସକାଳୁ ସକାଳୁ ସବୁବେଳେ ବାସନ ଧୋଇବ। ଅଳିଆକୁ ହଁ ହଁ ହଁ। ତୁ ଆଗେ ଯାନି, ହେଉଛି ଚୁଲି ଭାଙ୍ଗି ଯାଇଛି। ଆଉ ମାଟି ଆଣିବୁ। ଏଇଟା ନେଇଯା। ଏଇ ଦେଖ ତ ଦେଇଥିନି, ଯୋଉ ଅଳ୍ପ ଆଣିବ। ଚୁଲି ଦେଖନ୍ତୁ, ଚୁଲି କୁକୁର ଡେଲି ଆସୁଛନ୍ତି, ଡେଲି ଭାଙ୍ଗୁଛନ୍ତି ଚୁଲି। ଆଉ ଏ ବାଟେ ଫାଙ୍କା ଅଛି ନା ଜରି, ସେଥିପାଇଁ କୁକୁର ଆସିକି ଏଠି ତାର ଡେଲି ତାଡ଼ୁଛି ମାଟି। ତାଡ଼ିକି କାଲି ତାଡ଼ିଥିଲା ଏଠି, ମୁଁ ଲିପିଥିଲି। ପୁଣି ଆଜି କାଲି ରାତିରେ ତାଡ଼ିବୁ। କ'ଣ କରିବୁ? ଏଇଟା ନୁହେଁ, ଏଇଟା ଝୋଡ଼ି ନୁହେଁ, ଏଇଥର ଆଣିବ। ହଁ, ଏଇଟା ଆଣ। ଯା। ହଁ ହଁ ହଉ ହଉ, ଠିକ୍ ଅଛି। ମୁଁ ଗାଧୋଇ ସାରେ। ଦେଖିବା, ଚାଲନ୍ତୁ ଭାଇ ଆମର କ'ଣ କରୁଛନ୍ତି। ଭାଇ ଆମର ବେଲା ଧୋଉଛନ୍ତି। ଆଉ ମୁଁ ତ କ'ଣ କରିବା, ଗାଧୋଇବା। ଏବେ ବ୍ରସ୍ କରିଦେଇକି ଗାଧୋଇବା। ଡର ମାଡ଼ୁଛି ସାପ ପାଇଁ, ମୋତେ ପୁରା ଡର। ଲାଇନ୍ଟା ପଳେଇଛି। ଲାଇନ୍ ଯଦି ପଳେଇଛି, ଲାଇଟ୍ ନନ୍ଦୀ ଘୋଷରେ ବିଜେ ନନ୍ଦନନ୍ଦନ, ନନ୍ଦୀ ଘୋଷରେ ବିଜେ ନନ୍ଦନନ୍ଦନ। ତୋ ମୋବାଇଲ କ'ଣ କଲୁ? ମୋବାଇଲ ଆସିଗଲା। ବକ୍ସ ଏଇଠି ରହିଛି, ମାନେ ଯତ୍ନର। ଗଙ୍ଗୁ ସବୁବେଳେ ଘୋଡ଼େଇ ରଖୁଛି। ତ ଡିଜେ ସେ ଗାଳି ଦେବ, ତା ମୋବାଇଲ ନ ବସାଇ ନା ପାଟି କରିବାର ହେଉଛି। ଆଉ କ'ଣ କରିବା? ଠାକୁର ପୂଜା ସରିଗଲା, ପଖାଳ ଖାଇବା। ଆଉ ଭାଇ ତାର ରୋଷେଇ କଲେଣି। କରି ନାହିଁ, ଆରମ୍ଭ କଲା। ମାନେ ଭାତ ବସେଇଛି, ଆଉ ବସେଇକି ଇଏ ଖାଇବ। ଆଉ ଇଏ ସାନ ବାବୁ ଆମର ଯିବେ କୋଉଠି? କଲେଜ। ହାଇ ଗାର୍ଲସ, ଦେଖନ୍ତୁ ଏଇ ବ୍ୟକ୍ତି ହଉଛି ଚିତି ସାପକୁ ମାରିଛନ୍ତି।
ଚିତିବେ କି ସାପ ଦେଖିବା? ଏଇ ଚିତି ଆପଣଙ୍କୁ ଶୁକୁଟା ଇଏ କଣ ମୁଁ ଭାବିକି ଧରୁଥିଲା ଏଠି 10 ବୁଝିବ ଆପଣ କିଛି କହିବେ କି ସାପ? ତମେ କ'ଣ ଭାବୁଛ ଇଏ କି ସାପ? ବହୁତ ସୁଜେଇ ଗାଁ ଦୁଃଖିତ। ହେଇ ମୁଁ ତ ପଚାରିନି କି ସାପ ସେ କହୁଛି ସୁଜେଇ ଗାଁର ଦୁଃଖିତ। ଆଉ ଛୁଇଁବନି କେହି। ବର୍ତ୍ତମାନ ଏତେ ସାରା ଲୁଗା କାଚିକି ରଖିଛି ମୁଁ। ଆହୁରି ଏତିକି ଆଟିକା ବାଲ୍ଟିରେ ତ ଦୁଇଟା ଅଛି। ଆଉ ସେଠି ଦୁଇଟା ପ୍ୟାଣ୍ଟ ଧୋଇକି ରଖି ମାନେ ଧୋଇ ସାରିକି ରଖିଛି। ପାଣି ଗଡ଼ୁଛି ପ୍ରବଳ ଖଟି। କ'ଣ କରିବ ଆଉ ନିଜେ କାମ ନିଜେ କରତେ ହବ ନାହିଁ କିଏ ଆଉ କରିବ। ଏସବୁ ମାନେ ବମ୍ବେରୁ ଲୁଗା ଥିଲା ମାନେ ଧୋଇଥିଲିନି କାହିଁକିନା ମୁଁ ଯେତେବେଳେ ବାହାରେ ଆସି ପହଞ୍ଚିଲି ସେତେବେଳେ ଫୋନ୍ ଆସିଲା ମାମୁଁ ଘର ଯେ ଆସିତେ ମାମୁଁରେ ସେଥିପାଇଁ ପଳେଇଲି ମାମୁଁ ଘରକୁ। ଆଉ 4 ଦିନ ରହିଲି ମାମୁଁ ଘରେ 4 ଦିନ ରହିଲି ସେଥିପାଇଁ ମୁଁ ଧୋଇ ପାରିଥିଲିନି। ଆଉ କାଲି ତ ବୋଲବମ୍ ଗଲା ବୋଲବମ୍ ମଧ୍ୟ ମୁଁ ଗଲି ବୋଲବମ୍ ସେଥିପାଇଁ ମୁଁ କହିଲି ବୋଲବମ୍ ସରିଯାଉ ମୋ କାମ ସବୁ ସରିଯାଉ ଫାଙ୍କା ହେଲେ ଇଏ ସବୁ ଲୁଗା କାଚିବି। ସେଥିପାଇଁ ଆଜି ଲୁଗା କାଚୁଛି କିନ୍ତୁ ପାଗଟା ଖରା କରୁନାହିଁ ଆଜି ପାଗ କାଉଁଳିଆ କରୁଛି ଶୁଖିବା କି ନ ଶୁଖିବା ସେ କି ରୋଷେଇ ହବ ଆଜି ଆଉ ସୋୟାବିନ୍ ଆଳୁ ସୋୟାବିନ୍ ଆଳୁ ତରକାରୀ। ଆଉ ମୋର ଲୁଗା କାଚୁଛି ଭାଇ ତୁ ତୋର ରୋଷେଇ କରିଥା ଆଜି ସୋୟାବିନ୍ ଆଳୁ ତରକାରୀ ହବ। ବହୁତ ଲୁଗା ଥିଲା ମାନେ କାଚି ମୋ କମର ବି ପିନ୍ଧିଲାନି। ଆଉ ମୋ ସରିଗଲା କାମ ହେଇଗଲା ତାପରେ ଏବେ ରେଷ୍ଟ ନେଇ ସାରିକି ତାପରେ ଖାଇବ ଆଉ ମଜା ହେବ ଆଉ ଏବେ ଶୋଇ ପଡ଼ିବ ଟିକେ ରେଷ୍ଟ ନେବା ରେଷ୍ଟ ନେଇକି ତାପରେ କାମ କରିବା।